नमः भगवते वासुदेवाय। ॐ नमः भगवते पुरुषोत्तमाय। वक्रतुंड महाकाय सूर्यकोटि समप्रभा निर्विघ्न कुरु मे देव सर्वकार्येषु सर्वदा। श्री गणेशाय नमः। प्रथम स्कंद चतुर्थ अध्याय। हेमंते भागवतवाणी सुत मुनिंक मुखु शुणी मुनिंक मध्ये कर्मशुद्ध शौनक नामे कुलवृद्ध सर्वमुनिंक अवधाने पुछन्ति मधुर वचने। शौनक उवाच हे सुत तुम्भ महाधीर बकता जन मध्ये बर गंगार तीरे राजागे सुख कहिले ब्रह्म भागे। ए भागवत धर्म केबे व्यासर चिले केउ जुगे। से कथा कह आंभ आग तुम्भे से अट महाभाग। काहार बोले काहीं बसी किय भावे किहे तु देसी। सुख जे ताहांक कुमर समदरसी निर्विकार। एकांत मती रात्र दिने कृष्ण महिमा जार मने। निर्माया दृढ़ता प्रतीति लखी न पारे केहि गति। जाहार आगमन काले देवकन्याए थिले जले। स्वभावे नग्न तांकु देखी धाइले लज्जा कोयुपेखी। देखिबा अर्थे जल तटे मिलिले मुनि कनिकटे। व्यासंकु तांक पछे चाही जले पशिले बेगे जाई। स्वभावे से सुरजुवती जानती सर्व प्राणी गति। देखी कन्यांक मृड गति चंचल व्यासंकर मति। हेमंते कन्या गणे चाही व्यास कहन्ति खेद बही। पुणी क्षणके पाई शांति कन्यांकु चाही पचारंती। ओइल मोर पुत्र चाही किंपा पशिल जले जाई। एकिस तुम्भर बेभार से सुख मोहर कुमर। तरुण बयस ताहार ए वृद्ध शरीर मोहर। व्यास वचने नारी गणे तक्षणे नमिले चरणे। बोलंती व्यास मुख चाही संसार तांक देहे नाही। तुम्भे जे बोलो आंबे वृद्ध विषय रसे अछि सध।
ଏ ଘେନି ହୋଇଲୁ ଅନ୍ତର, ଆମ୍ଭର ଦୋଷ କ୍ଷମା କର। ଏମନ୍ତେ ଗଲେ ନାରା, ଏମନ୍ତେ ଗଲେ ନାରୀଗଣେ, ସୁଖ ରହିଲେ ସେହି ବନେ। ସେ ସୁଖ ମୁନି କିସ କାର୍ଯ୍ୟେ, ପ୍ରବେଶ କଲେ ଗୁରୁ ରାଜେ। ଉନ୍ନତ ଜଡ଼ ରୂପ ବହି, ତାହାଙ୍କୁ କେହି ନ ଜାଣଇ। କେମନ୍ତେ ପରୀକ୍ଷିତ ମେଳେ, ମିଳିଲେ ଜାହ୍ନବୀର କୂଳେ। ତହିଁ ଅନେକ ମୁନି ମଧ୍ୟେ, ଏ ଭାଗବତର ସମ୍ବାଦେ। ପ୍ରଜାଙ୍କ ଦ୍ୱାରେ ସ୍ୱୟଂ କାଳେ, ସେ ନିତ୍ୟେ ଭିକ୍ଷା ଅର୍ଥେ ମିଳେ। ଗୋଦହ ମାତ୍ର ଦ୍ୱାରେ ରହି, ଗୃହିଙ୍କି ତୀର୍ଥ ଫଳ ଦେଇ। ସେ ମୁନି ପରୀକ୍ଷିତ ମେଳେ, ମିଳିଲେ ପୂର୍ବ ପୁଣ୍ୟ ଫଳେ। ସେ ପୁଣି ଭାଗବତ ଶାସ୍ତ୍ର, କହିଲେ ଏତ ଆଚମ୍ବିତ। ସେ ଭାଗବତ ପରୀକ୍ଷିତ, ସ୍ୱଭାବେ ଅଭିମନ୍ୟୁ ସୁତ। ତାହାଙ୍କ ଜନ୍ମ କର୍ମ ଯେତେ, କହିବା ଆମ୍ଭର ଅଗ୍ରତେ। ଅଦ୍ଭୁତ ପ୍ରାୟ ତାହା ଶୁଣି, ତରିବୁ ଭବ ତରଙ୍ଗିଣୀ। ସେ ସର୍ବ ରାଜାଙ୍କର ସାର, ପାଣ୍ଡବ ବଂଶେ କୀର୍ତ୍ତିଧର। ଏଡ଼େ ସମ୍ପଦ କରି ଦୂର, କିମ୍ପା ରହିଲେ ଗଙ୍ଗା ତୀର। ଶତ୍ରୁରାଜାଏ ଯାର ପାଦ, ନମନ୍ତି ଦେଇଣ ସମ୍ପଦ। ଯୁବା ବୟସେ ନରପତି, ତେଜିଣ ଅଞ୍ଚଳ ବିଭୂତି। ଯେଉଁ ଶରୀର ଏ ସଂସାରେ, ବହଇ ପର ଉପକାରେ। ହରିଚରଣ ଚିନ୍ତି ଚିତେ, ସେ ରାଜା ବର୍ତ୍ତେ ଜନହିତେ। ସେ କିମ୍ପା ଛାଡ଼ିଲେ ଜୀବନ, ଉପେକ୍ଷି ଗୃହ ଦାରାଧନ। କହ କାରଣ କିମ୍ବା ଅର୍ଥେ, ସଂଶୟ ଛାଡ଼ିବ ଯେମନ୍ତେ। ତୁମ୍ଭେ ସର୍ବଜ୍ଞ ନିର୍ବିକାର, କହ ସଂଶୟ ଯାଉ ଦୂର। ଏମନ୍ତେ ଶୌନକ ବଚନେ, ସକଳ ପ୍ରଶ୍ନ ଅନୁମାନେ। କହନ୍ତି ସୁତ ମହାରୁଷି, ମୁନିଙ୍କ ପ୍ରଶ୍ନ ପରଶଂସି। ସୁତ ଉବାଚ, ଶୁଣ ସକଳ ମୁନିଜନ, ଶ୍ରୀକୃଷ୍ଣ ଚରିତ ବିଧାନ। ତ୍ରେତୟା ଯୁଗ ଭୋଗନ୍ତେ, ଦ୍ୱାପର ଯୁଗ ଉପଗତେ। ବିଷ୍ଣୁର ଅଂଶେ ବ୍ୟାସ ମୁନି, ଜନ୍ମିଲେ ନର ଦେହ ଘେନି।
ପରାଶରଙ୍କ ବୀର୍ଯ୍ୟ ଜାତ ଯୋଜନ ଗନ୍ଧା ଗର୍ଭଗତ। ସେ ଏକ ଦିନେ ପ୍ରାତଃକାଳେ ସ୍ନାହାନ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ। ପର ଅପାର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ। ସେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ। ତାହାକୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି। ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ। କଳିଆ ଗମେ ପ୍ରାଣୀଙ୍କର ଯେମନ୍ତେ ହୋଇବ ବ୍ୟବହାର। ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ଦୁର୍ବଳ ହୋଇବେ ଶରୀରେ। ବୁଦ୍ଧି ହୋଇବ ଲୋଭେ ଗ୍ରାସ ସ୍ୱଭାବେ ଅଳପ ଆୟୁଷ। ଦୁର୍ଭଗା ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ। ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ। ଜୀବର ଶୁଦ୍ଧେ ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତରି। ଧର୍ମ ସାଧିବେ ଯଜ୍ଞ ମତେ ଏମନ୍ତ ଭାଳି ମୁନି ଚିତେ। ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ଭିଆଇ କର୍ମକାଣ୍ଡ। ଋକ୍ ଯଜୁଃ ସାମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ। ପଞ୍ଚମ ବେଦ ଇତିହାସ ବ୍ରହ୍ମ ପୁରାଣ ଅଷ୍ଟାଦଶ। ପହିଲ ମୁନି କି ଆଣିଲେ ପ୍ରଥମ ବେଦ ପଢ଼ାଇଲେ। ଜୟୀ ମୁନି କି ଦେଲେ ସାମ ଯଦୁ ଯେ ବଇ ସମ୍ପାୟନ। ଅଙ୍ଗିରା ମୁନି ଅଥର୍ବଣେ ମୋ ପିତା ରୋମ ହରଷଣେ। ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ। ସେ ଶିଷ୍ୟ ଶିଷ୍ୟେ ବିଚାରନ୍ତି ବେଦ ବୃକ୍ଷକୁ ଯୋଗବନ୍ତି। ଅନେକ ଶାଖା ଭିଆଇଲେ ଶିଷ୍ୟ ପ୍ରଶିଷ୍ୟ ଶିଖାଇଲେ। ଅଳପ ବୁଦ୍ଧି ନର ଯେତେ ବେଦ ଧରିବେ ଦୃଢ଼ ଚିତେ। ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ। ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ। ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ। ବୁଦ୍ଧି ମନ୍ଥନେ ବେଦ ମନ୍ଥି ଭାରତ ପଦ ବନ୍ଧେ ଗୁନ୍ଥି।
ବେଦ ଉଦ୍ଧାରି ସାର ଅର୍ଥ ସୃଜିଲେ ପୁରାଣ ଭାରତ। ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ କାନନେ ମିଳିନେ ନିଶ୍ଚିନ୍ତେ। କଲେ ହେଁ ସର୍ବଧର୍ମ ଯେତେ ତୋଷ ନହିବେ ହୃଦଗତେ। ଆଶ୍ରିତ ସରସ୍ୱତୀ କୂଳେ ମନ ମରହଇ ନିଶ୍ଚଳେ। ଯୋଗେ ନ ପାରି ଚିତ ଧରି ଚଞ୍ଚଳେ ଏମନ୍ତ ବିଚାରି। ଅତି କୋଠରେ ବେଦ ଘେନି ଗୁରୁ ଅନଳେ ଚିତ ମାନି। ଯେବା ଭାରତ କଲିସାର ସ୍ତ୍ରୀ ଶୂଦ୍ର ଜନଙ୍କ ବିସ୍ତାର। ତେବେ ନିର୍ମଳ ନୁହେଁ ମନ ଚିନ୍ତା ଅନେକ ଛନ ଛନ। ଏ ମନ ଧରିବି କେମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ। କହିବି ଭାଗବତ ଧର୍ମ ଯେଣେ ନ ଲାଗେ ମାୟା ଭ୍ରମ। ହେମନ୍ତ ହୃଦୟ ବିଚାରି ମନକୁ ନ ପାରନ୍ତି ଧରି। ହେମନ୍ତ ସମୟେ ନାରଦ ଆସନ୍ତେ ଶୁଭେ ବୀଣାନାଦ। ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି। କେତେ ହେଁ ଦୂର ଆଗସରି ନାରଦ କରେ କର ଧରି। ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ। ସେ ବ୍ୟାସ ନାରଦଙ୍କ ପାଦେ ସୁଜନେ ପ୍ରଣମ ଆନନ୍ଦେ। ଯାର ଚିନ୍ତନେ ପାପ ନାଶ ନମଇ ଜଗନ୍ନାଥ ଦାସ। ଯାର ଚିନ୍ତନେ ପାପ ନାଶ ନମଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷ ଉପାଖ୍ୟାନେ ଚତୁର୍ଥ ଅଧ୍ୟାୟः।